ସାଙ୍ଗମାନେ ଦେଖନ୍ତୁ ଟିକେ ଲୋକଟି ଗାଡ଼ି ଚକା ତଳେ ଜାମ୍ ଦେଇକି ଗାଡ଼ି ସଜାଡୁଥିବା ସମୟରେ ତା ଝିଅ ଗାଡ଼ିର ଜାମ୍କୁ ଖୋଲି ଦଉଛି। ଆଉ ସେ ଗାଡ଼ିଟି ଧୀରେ ଧୀରେ ତଳକୁ ଖସିବାକୁ ଲାଗୁଛି। ଆଉ ହଠାତ୍ ଗାଡ଼ିଟି ତଳୁ ଖସିବାକୁ ସେ ଲୋକଟି କିଛି ଉପାୟ ନ ପାଇକି ତା ବଳେ ବଳେ କାରଟିକୁ ରୋକିବାକୁ ଚେଷ୍ଟା କରୁଛି। ଆଉ ଗାଡ଼ି ଭିତରୁ ତା ପୁଅ ବାହାରି କହୁଛି, ବାପା ଜଲ୍ଦି ଆମ ଗାଡ଼ିକି ଅଟକେଇ ଦିଅ, ନହେଲେ ପାହାଡ଼ ତଳକୁ ଖସିକି ଆମ ସମସ୍ତଙ୍କର ଜୀବନ ଚାଲିଯିବ। ଆରେ ପୁଅ ତୁ ଚିନ୍ତା କରନି, ମୁଁ କିଛି ଗୋଟେ କରୁଛି। ଆଉ ଗାଡ଼ିଟିକୁ ଅଟକେଇବାକୁ ଚେଷ୍ଟା କରୁଛି। ତୁ ସେମିତି ଗାଡ଼ି ଭିତରେ ବସିଥା, ମୁଁ ନ କହିଲା ପର୍ଯ୍ୟନ୍ତ ଗାଡ଼ିରୁ ବାହାରିବୁନି। ଆଉ ତା ବାପା ଯେତେ ଚେଷ୍ଟା କରୁଛି ସେ ଗାଡ଼ିଟିକୁ ଅଟକେଇକି ରଖିପାରୁନି, ତାକୁ ପେଲି ନଉଛି। ଆଉ ସେ ଲୋକଟି କିଛି ଉପାୟ ନ ପାଇକି ଲୋକମାନଙ୍କୁ ଚିଲେଇ ଡାକିବାକୁ ଲାଗୁଛି। ଆଉ କହୁଛି, ଆରେ ଭାଇ କିଏ କୋଉଠି ଅଛ, ଟିକେ ଧାଇଁ ଆସରେ, ଗାଡ଼ିଟିକୁ ଅଟକେଇ ଦବ। ମୁଁ ଏକେଲା ଅଟକେଇ ପାରୁନି, ନହେଲେ ମୋ ଛୁଆର ଜୀବନ ଚାଲିଯିବ। ଆଉ ଠିକ୍ ସେଇ ସମୟରେ ବିଲକୁ ଯାଉଥିବା ବେଳେ ଦୁଇ ଜଣ ଲୋକ ଏ ଲୋକଟିର ପାଟି ଶୁଣିକି ଅଟକି ଯାଉଛନ୍ତି। ଆରେ ଭାଇ ଦେଖ ଗାଡ଼ିଟା କେମିତି ତଳୁ ଖସି ଆସୁଛି, ଚାଲ ତାକୁ ଟିକେ ବଞ୍ଚେଇ ଦେବା। ଆଉ ସେ ଲୋକମାନେ ଡେରି ନ କରିକି ଦୌଡ଼ିବାକୁ ଲାଗୁଛନ୍ତି। ଆରେ ଭାଇ ରହ, ଆମେ ସେ ଗାଡ଼ିଟିକୁ 2-3 ଜଣ ଅଟକେଇ ପାରିବା ତ? ଆରେ ଭାଇ ସେ ଗାଡ଼ି ଭିତରେ ଗୋଟେ ଛୋଟ ଛୁଆ ଅଛି, ଚାଲ ଟିକେ ଚେଷ୍ଟା କରିବା, ଜଣକ ଜୀବନ ତ ବଞ୍ଚିଯିବ। ଆଉ ସେ ଲୋକମାନେ ଡେରି ନ କରିକି ସାଙ୍ଗେ ଦୌଡ଼ି ଯାଇକି ସେ ଗାଡ଼ିଟିକୁ ଅଟକେଇବାକୁ ଚେଷ୍ଟା କରୁଛନ୍ତି। ଆଉ ସମସ୍ତେ ମିଶିକି କଷ୍ଟେ ମଷ୍ଟେ ସେ ଗାଡ଼ିଟିକୁ ଅଟକେଇକି ରଖି ଦଉଛନ୍ତି। ଆଉ ତା ବାପା ସାଙ୍ଗେ ଯାଇକି ଗାଡ଼ି ଭିତରୁ ତା ଛୁଆକୁ ପଦାକୁ ବାହାର କରି ଆଣୁଛି, ଆଉ ତା ଜୀବନକୁ ବଞ୍ଚେଇ ଦଉଛି। ସାଙ୍ଗମାନେ ଲୋକମାନଙ୍କର ସାହସ ଆଉ ଚେଷ୍ଟା ପାଇଁ ଗୋଟେ ଛୁଆର ଜୀବନ ବଞ୍ଚିଗଲା। ସେଥିପାଇଁ ଲୋକମାନଙ୍କ ପାଇଁ ଗୋଟେ ଲାଇକ୍ କରନ୍ତୁ। ଆଉ ଭିଡ଼ିଓଟି ନିଜ ମୋବାଇଲରେ ଦେଖୁଥିଲେ କମେଣ୍ଟ ବକ୍ସରେ ଏ ବାଲା ଇମୋଜି ସେଣ୍ଡ କରନ୍ତୁ।